ଗୋଟେ ମଲା ଲୋକକୁ ଦାୟିତ୍ୱ ଦେଉଛନ୍ତି ମାନେ ଏ ସରକାର କେତେ ଚଳଚଞ୍ଚଳ ସରକାର କେତେ ଚଳଚଞ୍ଚଳ ମଲା ଲୋକକୁ ଦାୟିତ୍ୱ ଦେଉଛନ୍ତି। ଏ ସରକାର କେତେ ଚଳଚଞ୍ଚଳ ଏଇଟା ଏଥିରେ ଭାତ ହାଣ୍ଡିରୁ ଗୋଟିଏ ଚିପା ଯାଏ। ଏଥିରୁ ଜଣାପଡ଼ୁଛି ସରକାରଙ୍କ ପାଖରେ ସରକାରଙ୍କର ଯେଉଁ ଅଫିସର ମାନେ କାର୍ଯ୍ୟ କରୁଛନ୍ତି ସରକାରଙ୍କ ପ୍ରତି କେତେ ସେମାନେ ଚଳଚଞ୍ଚଳ ହେଇକିରି ଅଛନ୍ତି ଏବଂ ସରକାରଙ୍କ ପ୍ରତି ତାଙ୍କର କେତେ ଆନୁଗତ୍ୟ ରହିଛି ଏଥିରୁ ଜଣାପଡ଼ୁଛି। ସେଥିପାଇଁ ମୁଁ କହିଲି ଏ ସରକାର ଷ୍ଟେବଲ୍ ନାହିଁ। এটা ପ୍ରମାଣିତ ହେଲା ସରକାରର ଷ୍ଟେବଲ୍ ନାହିଁ। ମୋଦି ଆସୁଛନ୍ତି ପ୍ରଥମ କିସ୍ତି ଦିଆହେବ ସୁଭଦ୍ରାର କିନ୍ତୁ ଦେଖାଯାଉଛି ଯେ ଲମ୍ବା ଲାଇନ୍ ଲାଗୁଛି ଆଧାର ସେଣ୍ଟର ବାହାରେ କିଛି ଲୋକ ମୃତ୍ୟୁବରଣ କରୁଛନ୍ତି। ଜଣେ ଗର୍ଭବତୀ ମହିଳା ବି ଆଧାର ସେଣ୍ଟର ବାହାରେ ମାନେ ପିଲା ଜନ୍ମ କରିବାର ବି ନଜରରେ ଆସିଲାଣି। ତା ଉପରେ କ'ଣ କହିବେ? ଦେଖନ୍ତୁ ଗ୍ରାମାଞ୍ଚଳରେ ନେଟୱାର୍କ ନାହିଁ। ଗ୍ରାମାଞ୍ଚଳରେ ପ୍ରଥମ କଥା ହେଲା ନେଟୱାର୍କ ନାହିଁ। ଗାଁ ଗହଳି ଶହ ଶହ କିଲୋମିଟର 50 କିଲୋମିଟର 60 କିଲୋମିଟର 30 କିଲୋମିଟର 20 କିଲୋମିଟର ଏ ପରିପ୍ରେକ୍ଷୀରେ ଦୌଡ଼ିକିରି ଲୋକ ଟଙ୍କା ମିଳିବା ଆଶାରେ ଲୋକ ଲାଇନ୍ ଲଗାଉଛନ୍ତି ପଲ୍ଲୀ ଅଞ୍ଚଳକୁ ଟିକେ ଟାଉନ୍ ପାଖାପାଖି ଅଞ୍ଚଳକୁ ଆସିକିରି ଟାଉନ୍କୁ ଆସିକିରି ଯେଲେ ଟାଉନ୍କୁ ଆସୁଛନ୍ତି ଖର୍ଚ୍ଚ କେତେ? ରିକ୍ସା ଭଡ଼ା, ଅଟୋ ଭଡ଼ା, ବସ୍ ଭଡ଼ା ଦେଇକି ଲୋକ ଆସୁଛନ୍ତି ସନ୍ଧ୍ୟା ପନ୍ଦି ରହୁଛନ୍ତି। ଅଥଚ ତାଙ୍କର ନେଟୱାର୍କ ଟାଉନ୍ରେ ବି ନେଟୱାର୍କ ରହୁନି। ଲୋକ ହଇରାଣ ହରକତ ମାଆ ମାନେ ଏତେ ହଇରାଣ ହରକତ ହେଲେଣି। ମାସିକାର ପିଲା ଧରିକି ଆସୁଛନ୍ତି। ଇଆଡ଼େ ଗର୍ଭବତୀ ମାଆ ମାନେ ଆସୁଛନ୍ତି ଆପଣ ଦେଖିବେ ଲାଇନ୍ ଲଗେଇଛନ୍ତି। ଇଆଡ଼େ ସେଣ୍ଟରରେ ଯେଉଁଠି ରେଜିଷ୍ଟ୍ର ସେଣ୍ଟରରେ ସେଇଠି ଛୁଆ ଜନ୍ମ କଲେଣି, ଲୋକ ମରିଗଲେଣି। ଏ ପରିପ୍ରେକ୍ଷୀରେ ସରକାର କି ଯୋଜନା ଦେବେ ଆମେ ଜାଣିନୁ। ସମସ୍ତଙ୍କୁ ଯୋଜନା ଦେବି ବୋଲି କହିଲେ ପ୍ରଧାନମନ୍ତ୍ରୀ ଆସି 17 ତାରିଖ ଦିନ ଟଙ୍କା ପଠାଇବେ ବୋଲି ସୁଇଚ୍ ମାରିକି ଟଙ୍କା ପଠାଇବେ ବୋଲି କହିଲେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମାତ୍ର 10 ଲକ୍ଷରୁ 12 ଲକ୍ଷ ରେଜିଷ୍ଟ୍ରେସନ ହେଇଛି। ଆପ୍ଲାଏ କରିଛନ୍ତି, କେତେ କରିଛନ୍ତି ନ କରିଛନ୍ତି ମୁଁ ଜାଣିନି, କିନ୍ତୁ ମୁଁ ଜାଣିବା ଭିତରେ ତାଙ୍କର ଯାହା ଡାଟା ଅଛି 10 ଲକ୍ଷରୁ 12 ଲକ୍ଷ ହେଇଛନ୍ତି। ସେମାନେ ବର୍ତ୍ତମାନ ଯେଉଁଟା ତାଙ୍କର ସ୍ଥିତି କାହାକୁ ଆଇଡେଣ୍ଟିଫାଇ କରିପାରିନାହାନ୍ତି। ଯିଏ ଚାକିରି କରିଛି ସେମାନଙ୍କ ସ୍ତ୍ରୀ ବି କରୁଛନ୍ତି। ଯିଏ 5ଟା ଗାଡ଼ି ଅଛି ତାର ସ୍ତ୍ରୀ ବି କରୁଛନ୍ତି। ଏମାନେ ଖାଲି ତାଙ୍କର ଲୋକମାନଙ୍କୁ ସେମାନେ ଗୋଟେ ପ୍ୟାନେଲ୍ କରିଛନ୍ତି ତାଙ୍କ ଲୋକମାନଙ୍କୁ ତାହେଲେ ରେଜିଷ୍ଟ୍ରି କରିସାରିଛନ୍ତି ଆଗରୁ, ତାକୁ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେ ଯାହାକୁ ଦିଅନ୍ତୁ କିନ୍ତୁ ଲୋକ ପାଇବା ଦରକାର। କିନ୍ତୁ ଯେଉଁପରି ଭାବରେ ହଇରାଣ ହରକତ ହେଉଛନ୍ତି ଏ ସରକାରକୁ କେବେ ଏ ସରକାର ପ୍ରତି ସେମାନଙ୍କର କେବେ ଏବେ ବିଜେଡ଼ି କେତେ ମହିଳାମାନଙ୍କୁ କଲେ ଭୋଟ୍ ପାଇଲେ କି ପାଇଲେନି। ଆଙ୍କେ ବିଜେପି ବାଲା ଏ ଯେଉଁ ହଇରାଣ କରୁଛନ୍ତି ଗଳାଙ୍କୁ ବାଟ ଯା ଗାଳି କରିକିରି ମାଆ ମାନେ ଯାଉଛନ୍ତି, ବାଟ ସାରା ଗାଳି କରୁଛନ୍ତି। ସେଣ୍ଟରରେ ବି ଯେଉଁଠି ରେଜିଷ୍ଟ୍ରି ହେଉଛି ସେ ସେଣ୍ଟରରେ ବି ଗାଳି କରୁଛନ୍ତି। ଆଙ୍କେ ଗାଳି ଶୁଣିବା ପାଇଁ ଯୋଗ୍ୟ। ଏ ପରିପ୍ରେକ୍ଷୀରେ ମୁଁ ଏତିକି କହିବି ଯେ ସେ ପ୍ରଧାନମନ୍ତ୍ରୀ ଆସନ୍ତୁ କି ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ ମହାମହିମ ପ୍ରେସିଡେଣ୍ଟ ଆସନ୍ତୁ, ଏଇଠି କୌଣସି ଲୋକ ଏଠି ତାଙ୍କ ପ୍ରତି ଖୁସି ନୁହନ୍ତି। ଏଇଟା ତ ପୂର୍ବରୁ ଆପ୍ ଅଛି, ଏବେ ଉନ୍ମୋଚନ କ'ଣ କରିବେ ତାଙ୍କେ? ଆବାସ ଯୋଜନାର ଆପ୍ଟା ପୂର୍ବରୁ ଅଛି, ଏବେ ନୂଆ ହେଇକିରି 10 ବର୍ଷ ହେଇଗଲାଣି। ଏସବୁ ଡ୍ରାମା, ଏସବୁ ଭୋଟ ଆସନ୍ତା ଏସବୁ ଡ୍ରାମା ଆମେ 100 ଦିନରେ ଏହା କଲୁ ବୋଲିକି ଦେଖାଇବା ପାଇଁ 100 ଡେଜ୍ରେ ଆମେ କ'ଣ କରିଛୁ ସେଇଟା ଲୋକଙ୍କୁ ଦେଖାଇବା ପାଇଁ ଏ ଯୋଜନା କରିଛନ୍ତି। ପ୍ରଧାନମନ୍ତ୍ରୀ ଡାକିଛନ୍ତି, ତାର ଅନ୍ୟ କଥା କିଛି ନାହିଁ। ପ୍ରଧାନମନ୍ତ୍ରୀ ଡାକିଛନ୍ତି 100 ଦିନରେ କାର୍ଯ୍ୟ ଦେଖାଇବା ପାଇଁ ଲୋକଙ୍କୁ। ପ୍ରଧାନମନ୍ତ୍ରୀ ଜାଣିଛନ୍ତି ସେ ଆପ୍ ହେଇଛି, ସେ ଲୋକ ମୋ କୁଡ଼ିଆ ମୋ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏ କ'ଣ ନୂଆ?
বা ଇନ୍ଦିରା ଗାନ୍ଧୀଠୁ ଅଛି। ଇନ୍ଦିରା ଗାନ୍ଧୀ ଆବାସ ଯୋଜନା ଥିଲା, ରାଜୀବ ଗାନ୍ଧୀଠୁ ଅଛି। ଏ କ'ଣ ନୂଆ କରୁଛନ୍ତି? ନହେଲେ କିଛି ଅଧିକ ପଇସା ଦେଇ ଦେଉଛନ୍ତି? ସେମିତି କିଛି ନାହିଁ। ଗୋଟେ ଘର କରିବା ପାଇଁ ମିନିମମ୍ 5 ଲକ୍ଷ ଟଙ୍କା ଦରକାର। ଏମାନେ କ'ଣ ଦେଉଛନ୍ତି? ସେତେବେଳେ 20,000 ଗୋଟେ ଘର ହେଇଯାଉଥିଲା। ଗୋଟେ ଆଜବେଷ୍ଟ ଘର ସେ 20,000 ହେଇଯାଉଥିଲା। ଏବେ ଗୋଟେ ଆଜବେଷ୍ଟ ଘର କରିବା ପାଇଁ ହେଲେ ଆମକୁ 5 ଲକ୍ଷ ଦରକାର, 5 ଲକ୍ଷ ଦରକାର। ସେଥିପାଇଁ ଏମାନେ ଡ୍ରାମା କରୁଛନ୍ତି। ଏ ଡ୍ରାମା ଚଳିବନି। ଠିକ୍ ଥିଲା ତ? ମୁଖ୍ୟତଃ ମାନ୍ୟବର ପ୍ରଧାନମନ୍ତ୍ରୀ ଆସନ୍ତୁ କି ମହାମାରୀ ରାଷ୍ଟ୍ରପତି ଆସନ୍ତୁ, ସାଧାରଣ ଜନତା ଜାଣି ସାରିଲେଣି 100 ଦିନରେ ଆଙ୍କର କୌଣସି କାର୍ଯ୍ୟ ହେଇନାହିଁ। 100 ଦିନରେ ଯେଉଁ ଜବାବ ଦେଇଥିଲେ 300 ୟୁନିଟ୍ ବିଜୁଳି ଠୁ ଆରମ୍ଭ କରି ନିଯୁକ୍ତିଠୁ ଆରମ୍ଭ କରି ବିଭିନ୍ନ କଥା ଯେଉଁ କହିଥିଲେ ଏବଂ CBI ତଦନ୍ତ କଥା କହିଥିଲେ, ଯେଉଁମାନେ ଯେଉଁମାନଙ୍କୁ ମର୍ଡର ହେଇଛି ବୋଲି କହୁଛନ୍ତି, ବିରୋଧୀରେ ଥିଲାବେଳେ ଦାବି କରୁଥିଲେ ବିଧାନସଭାରେ, CBI ତଦନ୍ତ କଥା କହୁଥିଲେ, ଆଜି ସୁଦ୍ଧା ଗୋଟିଏ ବି ସେମାନେ କାର୍ଯ୍ୟ କରିନାହାନ୍ତି 100 ଦିନ ଭିତରେ। ସେଇଥିପାଇଁ ପ୍ରଧାନମନ୍ତ୍ରୀ ଡାକୁଛନ୍ତି ହାଇ ଡ୍ରାମା ଦେଖିବା ପାଇଁ। ସେମାନେ ସେଇଟା ଶ୍ରୀମନ୍ଦିର ଖୋଲିଲେ, ସେଇଟା ବି ବନ୍ଦ ଅଛି। ଆଙ୍କର ଯେତିକି ଡ୍ରାମା 17 ତାରିଖ ଦିନ ଆପଣମାନେ ଦେଖିବେ, ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ହାଇ ଡ୍ରାମା କରିବେ। ବାସ୍ ସେ ଡ୍ରାମା ଦେଖିବା ପାଇଁ ଲୋକ ପ୍ରତ୍ୟେକ ଜିଲ୍ଲାରୁ ଲୋକ ଡାକୁଛନ୍ତି, ଅଫିସିଆଲି ଡାକୁଛନ୍ତି। ସବୁ ସରପଞ୍ଚ ସମିତି ସଭ୍ୟ ଜନତାକୁ ସରକାରୀ ପଇସାରେ ବସ୍ରେ ଭଡ଼ା ବସ୍ରେ ଭୁଇଁକିରି ଲୋକଙ୍କୁ ଆଣୁଛନ୍ତି। ଯେମିତି ନବୀନ ବାବୁଙ୍କୁ ଯେମିତି କରୁଥିଲେ, ଆଙ୍କେ ଅବିକଳ ସେ ଜିନିଷଟି କରୁଛନ୍ତି। ଆଙ୍କେ ତ ନୂତନତ୍ୱ ନାହିଁ। ନୂତନ ବିଜେଡ଼ି ଯାହା କରୁଥିଲା ଆଙ୍କେ ସେୟା କରୁଛନ୍ତି। ଲୋକ ବୁଝି ସାରିଲେଣି, ଆଙ୍କୁ ଠିକ୍ ଜବାବ ଦେବେ। ଆଉ ଗୋଟେ ଜିନିଷ ଦେଖାଯାଉଛି, ଦାଦନ ଶ୍ରମିକ ମାନେ ଫେରୁଛନ୍ତି ଗାଁକୁ, କିନ୍ତୁ ଏଥରକ ସେମାନେ ଫେରୁଛନ୍ତି KYC ଅପଡେଟ୍ କରିବାକୁ। ମାନେ ଡର ଅଛି ଯେ ରାସନ କାର୍ଡରୁ କଟିଯିବ, ରାସନ ପାଇବେନି, ସେଥିପାଇଁ ସେମାନେ ଗାଁକୁ ଫେରୁଛନ୍ତି ଦାଦନ ଶ୍ରମିକ ମାନେ। ତା ଉପରେ ଦେଖନ୍ତୁ, ବିଧାନସଭାରେ ଏକଥା ଆଲୋଚନା ହେଇଥିଲା। ଯେଉଁ କଥା ମନ୍ତ୍ରୀ ବିଧାନସଭାରେ କହିଲେ ତାଙ୍କର କଟିବନି ବୋଲି କହିଲେ, ଯାହା ଜଣାପଡ଼ୁଛି ଏବେ କଟି ଯାଉଛି। ଯେଉଁ ଦାଦନ ଓଡ଼ିଶାରୁ ଯେଉଁ 20 ଲକ୍ଷ 25 ଲକ୍ଷ ଦାଦନ ଯାଇଥିଲେ ଏବଂ ମିନିମମ୍ 15 ଲକ୍ଷ ଲୋକ ରହିଛନ୍ତି ମହାରାଷ୍ଟ୍ରରେ ରହିଛନ୍ତି, ସେମାନେ ସମସ୍ତେ ଫେରୁଛନ୍ତି। କାହିଁକି? ଯଦି ଆଙ୍କେ ଯେଉଁ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ବୀମା ଉପରେ ଯେଉଁ କଥା କହୁଛନ୍ତି, ଯେଉଁ ଟ୍ରିଟମେଣ୍ଟ କଥା ଯେଉଁ କହୁଛନ୍ତି, ତାକୁ ଯଦି ନହେବ ତାଙ୍କ ପିଲାମାନେ ହଇରାଣରେ ପଡ଼ିଯିବେ। ସେଥିପାଇଁ ଏମାନେ ଦାଦନ ଯାଇକିରି ଫେରୁଛନ୍ତି, ହାତରୁ ଖର୍ଚ୍ଚ କରି ଫେରୁଛନ୍ତି। ପୁନର୍ବାର ସେମାନେ ଦାଦନକୁ ଯିବେ ଏବଂ ଖାଲି ଆଙ୍କର ଆଧାର କାର୍ଡ଼ରେ ଲିଙ୍କ ଲଗାଇବା ପାଇଁ ଆସୁଛନ୍ତି।